ଗଞ୍ଜାମବାସୀଙ୍କ ସକାଳ ଆରମ୍ଭ ହୁଏ ଗରମାଗରମ ପୁରୀ ଉପମା ବାସ୍ନାରେ। ଖଲି ପତ୍ର ଉପରେ ପ୍ରଥମେ ପୁରୀ, ତା ଉପରେ ଉପମା ଏବଂ ଏହା ସବୁ ଉପରେ ଚଣା ତରକାରୀ ସହିତ ଆଳୁ କଷା, ଟମାଟୋ, ବୁଟ, ଲଙ୍କା ଚଟନି, ସମ୍ବର। ଏହି ସୁଆଦିଆ ଜଳଖିଆ କେବଳ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଅନୁଭବ। ପେଟ ଭରି ଖାଇଲା ପରେ ଯେ ସନ୍ତୁଷ୍ଟି ମିଳେ, ସେହି ଅନୁଭବ ଗଞ୍ଜାମର ପ୍ରତ୍ୟେକ ଘରେ ଦେଖିବାକୁ ମିଳେ। ଖାଦ୍ୟର ସହର ବ୍ରହ୍ମପୁରରେ ଶତାଧିକ ଷ୍ଟଲରେ ସକାଳୁ ରାତି ଯାଏ ଚାଲିଥାଏ ପୁରୀ ଉପମାର ବ୍ୟବସାୟ। ଏହି ଛୋଟ ଛୋଟ ଦୋକାନ ଆଉ ଠେଲା ଗାଡ଼ିଗୁଡ଼ିକ ଦିନକୁ ଦିନ ହଜାର ହଜାର ଟଙ୍କା ଆୟ କରୁଛନ୍ତି ଏବଂ ପରୋକ୍ଷ ପ୍ରତ୍ୟକ୍ଷ ଭାବରେ 10,000ରୁ ଅଧିକ ପରିବାରଙ୍କ ଜୀବିକାର ଆଧାର ହେଉଛି। ଏହାର ଚାହିଦା କେବଳ ଗଞ୍ଜାମ କିମ୍ବା ଦକ୍ଷିଣ ଓଡ଼ିଶାରେ ସୀମିତ ନୁହେଁ। ଭୁବନେଶ୍ୱର, ପୁରୀ, କଟକ ଠାରୁ ଆରମ୍ଭ କରି ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁ ପର୍ଯ୍ୟନ୍ତ ଏହାର ଯାଦୁ ଚଳାଇଛି। ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଦ୍ୱାରା ପୁରୀ ଉପମା ଦେଶ ବିଦେଶରେ ପହଞ୍ଚି ଯାଇଛି। ବ୍ଲଗର ମାନେ ଦଳେ ଦଳେ ବ୍ରହ୍ମପୁରକୁ ଆସି ଏହି ଜଳଖିଆର ସ୍ୱାଦ ନେଉଛନ୍ତି ଏବଂ କହୁଛନ୍ତି, ଜଳଖିଆ ଖାଇବ ତ ବ୍ରହ୍ମପୁର ଆସ। କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ମଧ୍ୟ ଏହି ପାଟି ସୁଆଦିଆ ଖାଦ୍ୟକୁ ମିଳୁନି ଯଥେଚ୍ଛ ସମ୍ମାନ। ନାହିଁ କି ଏହାକୁ ମିଳୁଛି ଜିଆଇ ଟ୍ୟାଗ, ନାହିଁ ସରକାର ଖାଦ୍ୟ ମେନ୍ୟୁରେ ଏହାକୁ ସ୍ଥାନ ଦେଇଛନ୍ତି, ଯାହାକୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି। ଯେଉଁ ପୁରୀ ଉପମା ଗଞ୍ଜାମର ପରିଚୟ, ଯେଉଁଥିରେ ରହିଛି ସଂସ୍କୃତି, ସ୍ୱାଦ ଓ ଅନେକ ପରିବାରର ଜୀବନ, ସେହି ପୁରୀ ଉପମାକୁ କେବେ ମିଳିବ ତାର ଯଥେଚ୍ଛ ମାନ୍ୟତା? ଏହି ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ବ୍ୟୁରୋ ରିପୋର୍ଟ, ଆଲୋକିତ ଓଡ଼ିଶା।